ନାଇଁ ସେ ଯେତେବେଳେ ସେ ଟାଙ୍କିର କଣା ଗୋଟେ ଥିଲା ଛାଡ଼ା ହେଇଥିଲା ସେନା ସବୁ ଦେଖାଯାଉଥିଲା। ଆମେ ତାପରେ ବହୁତ ଲୋକ ତାପରେ କଥା ହେଲା ପରେ ଆମେ କାଢ଼ବା ଚେଷ୍ଟା କଲୁ। ପଶିଲା ବେଳକେ ସେ ଗନ୍ଧ ଗୁଡ଼ା ହେଉଥିଲା ଭିତରେ ରହି ନ ହେଉଥାଏ, ନିଶ୍ୱାସ ବନ୍ଦ ହେଇଯାଉଥିଲା। ତ ଆମେ ଆର ସାହସ ନାଇଁ କରିପାରିନା ସେମାନେ ଦେଖିଲା ପରେ। ଆଉ ଯେ ସେଣ୍ଡିଂ ଖୋଲି ଯାଇଥିଲେ ପିଲାମାନେ ସେଟା 3 ଲୋକ ଥିଲେ। ଆରୁ କିଲୋ ଯେନ୍ତା ବୋଲେ ପଛେ ଘର ମାଲିକ ଆସିଲା ସେ ଭିତରେ ସମଲା ତାପରେ ମୁଇଁ ଲାଷ୍ଟ କରିନି ବୋଲ କାଢ଼ବାକେ ଆଉ ଯେନ୍ତା ପସନ୍ଦ ମୁଇଁ ବି यार ସର୍ଟ ନେଇ ଥାଇ ନା आगु के प्रथम के संगे ସେଟା କହିନି ପାର से 3 लोग ভিতরে संगे হয় তারপরে ঘর মালিকের বাপু ହଁ ଦି ବାପ ସେଟା দর্শক ने भी लुट गए ହଁ ସେଲେ ବି ଲୋକ ଭିତରେ लेट लागे तो लेट लागे तक देखि गलो तापर ଆମେ 10-15 ମିନିଟ୍ ଭିତରେ ଆମେ ବନି ଏତେ केनता नहीं आले হয় হয় ତାପରେ ମୁଇଁ ଭିତରେ ସମଲି ଟିକେ ମୁଇଁ ସେ ଲୋକ କାଢ଼ବା ପଛେ କରି ଆର ମୋର ହେରେଲି ମୁଇଁ ଏଟା केनता लागला सर ସେଟା ମୁଁ ସୋର ନେବେ ନା निश्वास ନିଶ୍ୱାସ ପୁରା ବନ୍ଦ ହେଇଗଲା ପୁରା এটা ମତେ କାଢ଼ିଲେ মানে संग संग जानि पारले হয় ସାଙ୍ଗ ସବୁ ଥିଲେ ସବୁ के देखुथिले ହଁ ଥିଲେ হয় ଥିଲେ ओ लोकल लोग देखुथिले হয় ସବୁ ଏଟା ମୁଇଁ ସୋର ନେଇ ପାଇନି ଲୋକ ଆଉ तापरे माने सेते बेल के सेवन को केनता ସେନ ଆର ମୁଇଁ ଜାନେ ନା सेवन को पूरा आधा प्राणी হয় ମୋର ବି ସୋର ନେଇ ନା ତାପରେ ମୁଇଁ रामपुर के आनले तापरे इति भानबार नागे इनेश्वर पाइने मुई आर तो आज जीवन गुडे पूरा बची जे छोटा जीवन जोड़े जीवन नहीं जने बची गेल हां એટલે ભગવાન કાને કહી सेटा तो मुई धन्यवाद करछे मोर मुई बचली बोल करे आरो एटा मोर नुआ जीवन बोल के आरो মানে আখি সামনে রে 6 জন পুরা পড়ে हां पछ पड़ जाछ মানে নিজকে ভাবি পারুছন কি যে মানে সামনে 6 জন গুডে গুডে পড়ে मुई तो आज्ञा सर देख करे मुई नर्वस हो गेले मोर सर नहीं रह गया आरो एंती बोल के পরিবার ভিতর কে কে রয়েছে मोर के नहीं न सब কে নাই नहीं মানে কি মানে অনাথ থেকে বসা হয় আজি যেন মানে আনি জন কে মানে এটা এটা মানে सब सांग मन सब ने সাংসাথী মানে আজি ভাগ্যবান লোকে নেকে সাইড ভগবান ही বচে দিলে আর অনাথ থেকে দেব সাবে हां सब बोलो सर भगवान सब साहब बोल के आरो প্রথম কেন লাগে ए भाई टूटलो जसी हां बोल से সরকার সহায়তা কাম কইবে কি সরকার काण पहले आज्ञा बोल जदि सदा भगवान को ऊपर कथा बोलो कार मुझे बचने बड़ कथा मते यार আখি সামনে রে मतलब দেখি জন होय होय ଯେତେବେଳେ ଘଟଣା ଘଟଲା ସାର୍ ଆମେ ତ ରାମପୁର ସବୁ ଆଜି ବଜାର ଯାଇଥିଲୁ। ଯେତେବେଳେ ମୁଁ ବଜାରରୁ ଯାଇଥିଲି 10 ମିନିଟ୍ ହେଇଥିଲା ଆର ହୋ ହାଲା ଯେତେବେଳେ ହେଲା ଦୌଡ଼ିରୁ ଗଲା ପରେ ସମସ୍ତେ ଟାଙ୍କି ଭିତରେ ପଡ଼ିଯାଇଛୁ। ନାଇଁ ସେ ଯେତେବେଳେ ସେ ଟାଙ୍କିର କଣା ଗୋଟେ ଥିଲା ଛାଡ଼ା ହେଇଥିଲା ସେନା ସବୁ ଦେଖାଯାଉଥିଲା। ଆମେ ତାପରେ ବହୁତ ଲୋକ ତାପରେ କଥା ହେଲା ପରେ ଆମେ କାଢ଼ବା ଚେଷ୍ଟା କଲୁ। ପଶିଲା ବେଳକେ ସେ ଗନ୍ଧ ଗୁଡ଼ା ହେଉଥିଲା ଭିତରେ ରହି ନ ହେଉଥାଏ, ନିଶ୍ୱାସ ବନ୍ଦ ହେଇଯାଉଥିଲା। ତ ଆମେ ଆର ସାହସ ନାଇଁ କରିପାରିନା ସେମାନେ ଦେଖିଲା ପରେ। ଆରୁ ସେ ଯେନ୍ ପଙ୍କଜ ଜାନି ସେ ପାଣିରେ ନାଇଁ ପଡ଼ି ଉପରେ ରହିଯାଇଥିଲା। ସେ ବୋଲେ ସେ ଯେନ୍ ସିঁଢ଼ି ଥିଲା বাড়ি যেতে ছিল ପାଣି ଥିଲା ସାର୍ 3-4 ଫୁଟ ଥିଲା। ବର୍ଷା ହେଇକି রয়ে ନାଇଁ ସେଟା ପାଜୁରୁ ଥିଲା ତଳ ଆଡ଼କୁ ପାଜିକି ରହିଯାଇଥିଲା। পাজি গিয়ে পানি রয়ে হয় ସ୍ଲାବ୍ ପଡ଼ିକରି ପ୍ରାୟ 20-25 ଦିନ পানিটা রয়ে যেত ହେଇଥିଲା। ସେ ପାଣି ରହିଯାଇଥିଲା ସାର୍, ওই গ্যাস হয়ে যেত ଗ୍ୟାସ୍ ହେଇଥିଲା। তো এই পঙ্কজ জানি কেনতা উদ্ধার করলে কেনতা ହଁ ସେ ଯେତେବେଳେ ସିঁଢ଼ିରେ ଉତରି କରି ସେ କାଢ଼ବା ଚେଷ୍ଟା କଲା ପହିଲା ତ ଆମ ସେ ନିମେ ମାମା ଯେନ୍ ଥିଲେ ତାଙ୍କେ କାଢ଼ଲା ବେଲକେ ଏଇ ହାତ ଧରିଛେ ଆର୍ ଏଇ ତାର ସେନ୍ସ ଆଉଟ୍। ଇଏ ଯେତେବେଳେ ପଡ଼ିଯାଇଛେ ତାର ଗୋଡ଼ ଗୋଟେ ସିঁଢ଼ିରେ ରହିଯାଇଥିଲା। ପାଣିରେ ନାଇଁ ପଡ଼ିକି ସେ ଉପରେ ରହିଯାଇଥିଲା ବୋଲିକରି ତାକେ କାଢ଼ି ହେଲା। ଅନ୍ୟମାନେ ସବୁ ପାଣିରେ ସବୁ ପାଣିରେ ପଡ଼ିଯାଇଥିଲା। କେତେ ଟାଇମ୍ ଏନ୍ତା ପଡ଼ିବ ଆମେ ତ ପଡ଼ିକରି ରହିଗଲେ ଆଜ୍ଞା। ସେ ଆମେ ଗାଡ଼ିକେ ଫୋନ୍ କଲୁ, ଆମ୍ବୁଲାନ୍ସ ଆମେ ଚେଷ୍ଟା ଜାରି ରହିଲା। ତାପରେ ଆମେ କାଢ଼ନୁ ତାପରେ କାଢ଼ି ଦେନୁ ଗାଡ଼ି ନେଇ ଆସିଲା ପରେ ଦମକଲ ଗାଡ଼ି ବି ଲେଟ୍ରେ ଆସିଲା। আর অ্যাম্বুলেন্স তো ছাড়ো পুরো লাস্টে আসলা। সে লাস্ট গুটে ଥିଲା ସେ নিকরি গলা। পঙ্কজ জানি তো কিয়ে নেই না ନାଇଁ ସେ ତାର କିଏ ନାଇଁ ନା ସେ କାମ କରି କରି ବୁଲୁଛେ ନା ସେନେ ରହୁଛେ। কিন্তু ভগবান তাকে হি বচে ହଁ ତାକେ ହିଁ ବୁଝିଲା ତାର କିଏ ନାଇଁ ନା ସେ ବାଇ রচিত তো 2 বছর 2 ବର୍ଷ
ସାଙ୍ଗରେ କିଏ ନେଇକି କିନ୍ତୁ ଆପଣମାନେ ବି ଆସିକିରି ତାଙ୍କୁ ସାହାଯ୍ୟ କରୁଛି। ମାନେ ପଙ୍କଜ ଜାନି ମାନେ ବହୁତ ଭାଗ୍ୟବାନ ଭାଗ୍ୟବାନ ସାର୍ ଅନାଥ ସମସ୍ତଙ୍କୁ ଦେଖିଛ ହଁ ସମସ୍ତଙ୍କୁ ସେ ନିଜର ଆଖିରେ ଦେଖିଲେ ଯାଇକିରି ସେ ମୃତ୍ୟୁ ମୁଖରୁ ଫିରବାରଟା ଏକା ଭଗବାନକେ ବହୁତ ବହୁତ ଧନ୍ୟବାଦ ସେ ଜଣେ ହିଁ ବଞ୍ଚିଛି। ବର୍ତ୍ତମାନ ତାଙ୍କ କେତେ ଅଛ ଭଲ ଅଛନ୍ତି ବର୍ତ୍ତମାନ ସେ ସୁସ୍ଥ ଅଛି। ପଙ୍କଜ ମାଝିର ଗାଁ ପରେ ଥିଲା ସେ କେତେ ହାତୀ ଖୋଜ ତାର ଗାଁ ହାତୀ ଖୋଜ ସେ ଆମ ବୋଲେ ଜାତି ଆତ୍ମା ଲୋକ ଗୋଟେ ଆସିକି ଆମ କାମ କର କନ୍ ପରିବାରରୁ ସେ ବିଲଙ୍ଗ କରୁଛି। ଆସିକରି ଜକାବାଲି ଚନ୍ଦ୍ରପଡ଼ା ସବୁ ପ୍ରାୟ ଗାଁ ଗାଁ ବୁଲି ବୁଲି ସେ କାମ କରୁଛି। କାମ କରି ତାର ପ୍ରତିପୋଷଣ କରୁଛି। ଆରୁ ଆଜି ସେ ତାର ଦେଖନ୍ ତାର କିଏ ନେଇ ନା ଫେର କାମ କରବା ଯାଇକରି ସେ ଆଜି ବଣ ମୁଖରୁ ବଞ୍ଚି ଯାଇସି।